एक तत्व आमे एठी काहाकू स्मरण करूचे जदि संगे संगे कौन होइची ना हाँ तांको रूपटा मन को मध्य आसी जाउछि मु कहबी हारामणि माताजी कुआडे गले ताहले हारामणि माताजींकर अपीयरेंस टा निश्चित भाव मन मध्य को आसी जीवो ठीक से भली आमे हरे कृष्ण महामंत्र जप करबा संगे संगे कृष्ण उच्चारण करबा संगे संगे कृष्ण रूपटा आपे आपे आसी जाए कि कौन से लोक संबंध रे आमे बा प्रपात एटा कहिसंती ଯେତେବେଳେ ଆଲୋଚନା କରୁଛେ ହଁ ପ୍ରପାତଙ୍କ ରୂପଟା ସାଙ୍ଗେ ସାଙ୍ଗେ ଆସିଛି ଠିକ ସେଇଭଳି ନାମ ଜପ କଲେ ରୂପ ସାଙ୍ଗେ ସାଙ୍ଗେ ଚକ୍ଷୁ ପରିସର ମଧ୍ୟକୁ ଆସିଯାଆନ୍ତି କୋଉଠି ପ୍ରାତଃକାଳୀନ ଜପ ଭକ୍ତଙ୍କ ସଙ୍ଗରେ ଜପ ଉଚ୍ଚସ୍ୱରରେ ଜପ ଇତ୍ୟାଦି କୁହାଯାଇଛି ଉଚ୍ଚସ୍ୱରରେ ଜପ କଲେ ଆମେ ଏକାନ୍ତ ଭାବେ କରିବା ଗୋଟିଏ ଜାଗାରେ ନାଇଁ ଭକ୍ତଙ୍କ ସଙ୍ଗରେ ଜପ କରିବା ଦ୍ୟାଟ୍ ମିନ୍ସ ଯଦି କୌଣସି ମହାରାଜ କୌଣସି ଜାଗାକୁ ନେଇଥାନ୍ତି କୌଣସି ଟୁରରେ ନେଇଥାନ୍ତି କୌଣସି ଧାମକୁ ଯାତ୍ରାରେ ଆମେ ଯାଇଛେ ତେବେ ଯେତେବେଳେ ଜପ କରୁଛେ ସେତେବେଳେ ମହାରାଜ ମାନେ ଜପ କରନ୍ତି ମହାରାଜ କେବଳ ଜପ କରିବେ ଆଉ ସମସ୍ତେ ଆମେ ତାଙ୍କୁ ଠିକ ତାଳ ଦେଇକି ଆମେ ସମ୍ପୂର୍ଣ୍ଣ ରୂପେ ମନେ ମନେ ଜପ କରିବା ବା ମୃଦୁ ସ୍ୱରରେ ଜପ କରିବା ଯେଭଳି କୌଣସି ଡିଷ୍ଟର୍ବ ନ ହୁଏ ଭକ୍ତଙ୍କ ସଙ୍ଗରେ ଜପ କଲେ ଅନ୍ୟର ଉତ୍ସାହ ଐକାନ୍ତିକତା ନିଜ ଉପରେ ପ୍ରଭାବ ପକାଏ ଏ କଥା କୁହାଯାଇଛି ଅନ୍ୟର ଉତ୍ସାହ ଓ ଐକାନ୍ତିକତା ହଁ ପ୍ରଭୁଜୀ କେମିତି ଜପ କରୁଛନ୍ତି ଗୋଟିଏ ସ୍ୱରରେ ଟିକେ ବିଚଳିତ ହଉନାହାନ୍ତି ହଲଚଲ ହଉନାହାନ୍ତି ଧ୍ୟାନକୁ କେବଳ ନାମ ଉପରେ ନ୍ୟସ୍ତ କରିଛନ୍ତି ଏଇଭଳି এই ଅଦ୍ଭୁତ ବାତାବରଣରେ ଜପ କରିବା ଆନନ୍ଦପୂର୍ଣ୍ଣ ଅଟେ ଏଥିପାଇଁ ମନ୍ଦିରରେ ଭକ୍ତମାନେ ପ୍ରାତଃକାଳୀନ ଜପ ସମୟରେ ଉପସ୍ଥିତ ରହିବା ଏକାନ୍ତ ଆବଶ୍ୟକ ଗୃହ ମଧ୍ୟରେ ଜପ କରୁଥିବା ଭକ୍ତ ପରିବାରର ସଦସ୍ୟ ମାନଙ୍କ ସହିତ ଏକତ୍ର ଜପ କରିବା ଉଚିତ ପ୍ରାତଃକାଳୀନ ଜପ ବ୍ରାହ୍ମ ମୁହୂର୍ତ୍ତରେ ଜପ ଶେଷ କରିବା ଆବଶ୍ୟକ ଯଦି ତାହା ସମ୍ଭବ ନ ହୋଇପାରୁଛି ତାହେଲେ ଯେତିକି ବାକି ରହିଥାଏ ତାହା ରାତିରେ ଶୋଇବା ପୂର୍ବରୁ ଶେଷ କରିବା ଆବଶ୍ୟକ ସକାଳୁ ସକାଳୁ ଶୀଘ୍ର ଉଠିବା ଭକ୍ତଙ୍କ ନିମନ୍ତେ ଅନିବାର୍ଯ୍ୟ ଅଟେ ଏଥିରେ ଯେପରି ଅବହେଳା ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ ଦେବା ଉଚିତ ସମସ୍ତଙ୍କୁ ଜପ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରଖିବା ଉଚିତ ସମୟ ସମ୍ବନ୍ଧରେ ସତର୍କ ରହିବା ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ ସମସ୍ତେ ନିଜ କାର୍ଯ୍ୟକୁ ଯିବା ପୂର୍ବରୁ 10-12 ମାଳ ନିଶ୍ଚିତ ରୂପେ ଜପ କରିବା ଉଚିତ ଏହା ଠାରୁ ଅଧିକ ଉତ୍ତମ ଉଚ୍ଚ ସ୍ୱରରେ ଜପ କରିବା ନିମ୍ନ ସ୍ୱରରେ ଜପ କରିବା ଦୁଇ ପ୍ରକାର ଜପ ଭଲ ଜପର ଅର୍ଥ ନୁହେଁ ଯେ ଜପ ଉଚ୍ଚ ସ୍ୱରରେ କରିବା ଆମେ କେତେ ଉଚ୍ଚ ସ୍ୱରରେ ମନ୍ତ୍ର ଉଚ୍ଚାରଣ କରିପାରୁଛୁ ତାହାଠାରୁ ମହତ୍ୱପୂର୍ଣ୍ଣ ଅଟେ ଆମେ ତାହାକୁ କେତେ ଧ୍ୟାନ ପୂର୍ବକ ଶୁଣୁଛୁ ଭକ୍ତଙ୍କ ସଙ୍ଗରେ ଜପ କରୁଥିବା ସମୟରେ ଆମର ସେମାନଙ୍କର ଧ୍ୟାନ ଯେପରି ବିଚଳିତ ନ ହୁଏ ସେଥିପ୍ରତି ସମ୍ବେଦନଶୀଳ ହେବା ଉଚିତ ଭକ୍ତଙ୍କ ମେଳରେ ଯେତେବେଳେ ଜପ ହଉଛି ବା ମହାରାଜ ଜପ କରୁଛନ୍ତି ବିଶେଷ ଭାବେ ରାଧାନାଥ ସ୍ୱାମୀ ମହାରାଜ ଯେତେବେଳେ ତାଙ୍କର ସବୁ ଯାତ୍ରାରେ ଯାଆନ୍ତି ସେତେବେଳେ ମହାରାଜ 16 ମାଳା ଠିକ ଗୋଟିଏ ଆସନରେ ଗୋଟିଏ ମୁହୂର୍ତ୍ତ 16 ମାଳା ଶେଷ କରିବେ ଏଟା ମହାରାଜଙ୍କର ଗୋଟେ ବିଶେଷ କୃପା ଭକ୍ତଙ୍କ ଦ୍ୱାରା ସର୍ବଦା ଗୋଟିଏ ପ୍ରଶ୍ନ କରାଯାଇଥାଏ ଯେ ଜପ କରିବା ସମୟରେ କଣ କୃଷ୍ଣ ଲୀଳା ବିଷୟରେ ଚିନ୍ତା କରାଯାଏ ଏହି ସମ୍ବନ୍ଧରେ ଶ୍ରୀଲ ପ୍ରପାତ କଣ କହିଛନ୍ତି ନା ଶ୍ରୀକୃଷ୍ଣ ନାମ ଶ୍ରବଣ ବା କୃଷ୍ଣ ଲୀଳା ଏ ଦୁଇଟି ମଧ୍ୟରେ କିଛି ପାର୍ଥକ୍ୟ ଥାଉ ନା କାହିଁକି ଯେତେବେଳେ ଭଗବାନଙ୍କର ନାମ ଶ୍ରବଣ କରାଯାଏ ତା ଉପରେ କୃଷ୍ଣ ଲୀଳା ରୂପ ଗୁଣ ଇତ୍ୟାଦି ଆପେ ଆପେ ପ୍ରକଟ ହୁଏ
ଆପଣ ମାନେ କୃପାଳଜୀ ମହାରାଜଙ୍କର ପ୍ରବଚନ ଶୁଣିଛନ୍ତି? ସେ କହିବେ ରୂପ ଧ୍ୟାନ, ରୂପ ଧ୍ୟାନ। କୃଷ୍ଣ କହିଲା ମାନେ କୃଷ୍ଣଙ୍କ ରୂପଟା ଆସିଯିବ। କୃଷ୍ଣ କହିଲା ମାନେ କୃଷ୍ଣଙ୍କ ରୂପ ଆସିଯିବ, କିନ୍ତୁ ଧ୍ୟାନ ପୂର୍ବକ ଜପ କରିବା ବା ବିଗ୍ରହଙ୍କ ସମ୍ମୁଖରେ ଜପ କରିବା, ବିଗ୍ରହଙ୍କ ସମ୍ମୁଖରେ ଅର୍ଥାତ୍ ବିଗ୍ରହଙ୍କ ଠାରୁ ଦୂରେଇ କରି, ଆଉ ବିଗ୍ରହ ଯେତେବେଳେ ଯେମିତି ଯେମିତି ଭକ୍ତ, କୌଣସି ସିନିୟର ଭକ୍ତ ଯେମିତି ବିଚଳିତ ନ ହୁଏ, ଆମେ ତାଙ୍କ ଜପକୁ ଶ୍ରବଣ କରିବା, ଠିକ ସେଇଭଳି ବିଗ୍ରହଙ୍କ ସମ୍ମୁଖରେ ଜପ କଲେ ମଧ୍ୟ ସେଇଭଳି ଜପ କରାଯାଏ, କିନ୍ତୁ ବିଗ୍ରହଙ୍କ ସମ୍ମୁଖରେ କୀର୍ତ୍ତନ କରାଯାଏ। ଆପଣ ଜାଣିଛେ। ଆଉ ଗୋଟିଏ ସ୍ଥାନରେ ଶ୍ରୀଲ ପ୍ରପାତ କହିଛନ୍ତି, ଯଦି କେବଳ ସାମାନ୍ୟ ରୂପରେ ଜଣେ ନାମ ଶ୍ରବଣ କରେ, ଉଚ୍ଚାରଣ କରେ, ସେତେବେଳେ ଯଦି ଶ୍ରୀକୃଷ୍ଣଙ୍କର ଲୀଳା ମନ ମଧ୍ୟକୁ ଆସିଯାଏ, ତାହେଲେ ଅତି ଉତ୍ତମ ଅଟେ। କୃତ୍ରିମ ରୂପରେ ତାହା ସ୍ମରଣ କରିବା ଠିକ। ହଁ, ଯେତେବେଳେ ଜପ ହଉଛି କୃଷ୍ଣ, କୋଉଠିକି ଆମେ ମନେକର ଯାଇଛେ କି କୌଣସି ମହାରାଜ କି କୌଣସି ପ୍ରଭୁଜୀ କୃଷ୍ଣ ଲୀଳା ବିଷୟରେ କହିଛନ୍ତି, ନାମ ମହିମା ବିଷୟରେ କହିଛନ୍ତି, ନାମର ମାଧୁର୍ଯ୍ୟତା ବିଷୟରେ କହିଛନ୍ତି, ତାହେଲେ ଯଦି ସେଇଟା ମନେ ପଡିଯାଏ, ତାହେଲେ ଅତି ଉତ୍ତମ କଥା ବୋଲି ଏଠି କୁହାଯାଇଛି। ଆଉ ହରିନାମ ଚିନ୍ତାମଣିରେ ସେଇ ଶୁଦ୍ଧ ନାମ କଥା ମଧ୍ୟ କୁହାଯାଇଛି, ଯେ କଣ ଆମେ ଅନେକ ଥର ମଧ୍ୟ ଏଇ କଥା ଆଲୋଚନା କରିଛେ। ଆଜି ମଧ୍ୟ ପ୍ରସଙ୍ଗ କ୍ରମରେ ଆମେ ଆଲୋଚନା କରିବା ଯେ କୃଷ୍ଣ ନାମ ସ୍ୱରୂପ, କୃଷ୍ଣ ନାମ ସ୍ୱରୂପ ଚାରି ଉପାୟରେ ଚାରି ପରିଚୟ ମଧ୍ୟ ନାମ ତାର, ଏଇ ଚାରି ପରିଚୟ ମଧ୍ୟ ନାମ ତାର, ସକଳେର ଆଦି ସେ ପ୍ରତୀତି ସବାକାର। ଚାରି କଣ ନା ଭଗବାନ, ଭଗବାନଙ୍କର ନାମ, ଭଗବାନଙ୍କର ଲୀଳା, ଭଗବାନଙ୍କର ଗୁଣ ରୂପ, ଭଗବାନଙ୍କର ନାମ, ଭଗବାନଙ୍କର ରୂପ, ଭଗବାନଙ୍କର ଗୁଣ, ଭଗବାନଙ୍କ ଲୀଳା, ଇଏ କି କାହାଠାରୁ ପୃଥକ ନୁହେଁ। ନାମ ରୂପ ଗୁଣ ଲୀଳା ଅଭିନ୍ନ ଉଦୟ, ଅଚିତ ସମ୍ପର୍କୀ ବଧ ଯିବେ ଭିନ୍ନ ନ। ଅଚିତ ସମ୍ପର୍କରେ ଭଗବାନ ଏ ଜଡ଼ ଜଗତରେ ଲୀଳା କରିଛନ୍ତି, କିନ୍ତୁ ସେ ସଦା ସର୍ବଦା ଶୁଦ୍ଧ ଭାବରେ ତାହା ସଂଗଠିତ ହୋଇଛି। ତେଣୁ ଶୁଦ୍ଧ ଯିବେ ନାମ ରୂପ ଗୁଣ କ୍ରିୟା ଏକ, ଶୁଦ୍ଧ ଯିବେ ନାମ ରୂପ ଗୁଣ କ୍ରିୟା ଏକ, ଜଡ଼ାଶ୍ରିତ ଦେହେ ଭେଦ ଏଇ ସେ ବିବେକ। ଜଡ଼ ଜଡ଼ ଶରୀର ମଧ୍ୟରେ ଯୋଉ ଲୀଳା କରାଯାଏ, ସେ ଭେଦ। ନାଁଟା ହେଇଛି କୃଷ୍ଣ, ଦେଖିବାକୁ ସେ ଗୋରା ଦକ ଦକ। ନାଁଟା ହେଉଛି ବାମନ, ସେ ଦେଖିବାକୁ 7 ଫୁଟ ଉଚ୍ଚ। ତେଣୁ ଲୌକିକ କ୍ଷେତ୍ରରେ ନାମ ଆଉ ରୂପ ଅଲଗା ଅଲଗା ସବୁ ହେଇଛି, କିନ୍ତୁ ଭଗବାନ କ୍ଷେତ୍ରରେ ବାମନ ମାନେ ସେ ବାମନ ଭଳିଆ, କୃଷ୍ଣ ମାନେ କୃଷ୍ଣ, ବର୍ଣ୍ଣଟା କଳା ମେଘ ଭଳି। ସର୍ବ ଆକର୍ଷକ, କୃଷ୍ଣ ଅର୍ଥ ସର୍ବ ଆକର୍ଷକ, ସିଏ ସର୍ବ ସମସ୍ତଙ୍କୁ ଆକର୍ଷଣ କରନ୍ତି। ଏସବୁ ଜିନିଷ ଭଗବାନଙ୍କ ଠାରେ ପ୍ରଯୁଜ୍ୟ, ଶୁଦ୍ଧ ଭକ୍ତ ମାନଙ୍କ ପକ୍ଷରେ ପ୍ରଯୁଜ୍ୟ, କିନ୍ତୁ ଆମ ମାନଙ୍କ ପକ୍ଷରେ ଏହା ଅଲଗା। ଏଇଭଳି ଭାବରେ ଆମେ ଜପ କଥା ଦେଖିଲେ। ତେଣୁ କୃଷ୍ଣ ନାମ ଚିନ୍ତାମଣି ଅନାଦି ଚିନ୍ମୟ, ଯେଇ କୃଷ୍ଣ ସେଇ ନାମ ଏକ ତତ୍ଵ ହୟ, ଚୈତନ୍ୟ ବିଗ୍ରହ ନାମ ନିତ୍ୟ ମୁକ୍ତ ତତ୍ଵ, ନାମ ନାମେ ଭିନ୍ନ ନୟ, ନିତ୍ୟ ଶୁଦ୍ଧ ସତ୍ଵ। ଏ ଜଡ଼ ଜଗତି ତାର ଅକ୍ଷୟ ଆକାର, ରସ ରୂପେ ରସିକତେ ସତ୍ව ଅବତାର। ଏ ରସ ସ୍ୱରୂପ। କାଲି ସେ ହରିଦାସ ଠାକୁର କଣ କହିଲେ ନା, ମୁଁ ନାମର ମହିମା ଜାଣିଛି, ଅନନ୍ତ ନାମ, ନାମ ସବୁ କରିପାରନ୍ତି, ସର୍ବସମର୍ଥ, ଏମିତି କୌଣସି ଜିନିଷ ନେଇ ନାମ ପ୍ରଭୁ କରି ନପାରିବେ, କିନ୍ତୁ ନାମ ଯେ ରସ ସ୍ୱରୂପ ଏ କଥା ମୁଁ ଜାଣିନଥିଲି। ତେଣୁ ରସ ରୂପେ ରସିକତେ ସତ୍ଵ ଅବତାର, କୃଷ୍ଣ ବସ୍ତୁ ହୟ ଚାରି ବର୍ଣ୍ଣ ଧର୍ମେ ପରିଚିତ, ନାମ ରୂପ ଗୁଣ କର୍ମ ଅନାଦି ବିଶିଷ୍ଟ, ଏସବୁ ଜିନିଷ ଅଛି। ତେଣୁ ଭଗବାନ ଆଉ ଭଗବାନଙ୍କର ନାମ, ଭଗବାନଙ୍କର ଲୀଳା, ଭଗବାନଙ୍କର ଗୁଣ, ଏ ସବୁ କିଛି ଭିନ୍ନ ନୁହଁ, ସବୁ ଚିନ୍ମୟ, ସବୁ ଚିନ୍ମୟ।
आज पुरुषोत्तम जोग श्लोक नंबर 6 प्रभु। 6। काली शरणागति कथा कह जाइथिला जे किभली शरणागतर लक्षण कौन ना निर्मन मोहा जित संग दोषा आध्यात्म नित्या विनिवृत्त कामा द्वंद्वेर विमुक्ता सुख दुख सगै अर्गछन्ति अमूढ़ा पदं अव्यतत् तेबे अव्यय पद क्यों माने प्राप्त हेबे ना ये भली लक्षण युक्त व्यक्ति माने जी द्वंद्व मोहरु मुक्त कौन सी जागतिक संगरु मुक्त विभिन्न प्रकार कामनारु मुक्त सुख दुख भल मंद इत्यादि परिस्थिति मुक्त जी आध्यात्म नित्या सदा सर्वदा भक्ति योग को अंगीकार करिछि से हेले अमूढ़ से अव्यय पद बा विष्णु लोक विष्णु धाम को प्राप्त हुअन्ति। हाँ तेणु से धाम कथा एठे कह जाइछि जे को धाम ना जो धाम तदभास न तदभास सूर्य न शशांको न पावक जद्गत्वा न निवर्तन्ते तद्धाम परम मम। भगवान कहले जे ये जो अव्यय धाम कह जाइछि अव्यय पद कह जाइछि विष्णु पद बोली कह जाए जाकू से जिनस आमे किभली प्राप्त हेबा हाँ पुणी 4 नंबर श्लोक रे कह जाइछि जे ततः पदं तद मार्गितव्यं जस्मिन् गता न निवर्तन्ति भूयः जस्मिन् गता न निवर्तन्ति भूयः। भूय अर्थ पुनर्बार जोठी गले जस्मिन् गता न निवर्तन्ति भूयः अर्थात जोठी गले आउ फेरी आसवाकू पड़े नाही पुनर्बार फेरी आसवाकू पड़े नाही से धाम होइछि मोर। तबे ये परम धाम रे सूर्य आलोक नाही चंद्र नाही विद्युत आलोक नाही हाँ एठे किछि नाही ताहले धाम रे केमति धामवासी मान रहुचंती धामवासी मान केमति रहुचंती ब्रह्म संहिता से कह जाइछि। हाँ कोन प्रभु निज आलोक आलोक हाँ चिंतामणि प्रकल शब्द से धाम धामवासी माने केमती रुहंती प्रभु जी कल्पवृक्ष चिंतामणि प्रकल सदृश जो कह चिंतामणि सब मणिर आलोक प्रभु आलोक मणि चिंतामणि प्रकल सदृश कल्पवृक्षम लक्ष्यवृतेषु शिरभूरि विपालयन्तम् श्री कांता कांत परम पुरुष कल्पतरव द्रुमा भूमि गण चिंतामणि तोयं अमृतम कथा गान नाट्यं गमन वंशी प्रिय सखी चिदानंद ज्योति परमादि तदास्वादं अपि च सजत्र क्षीराब्धि स्रवति सुरभेश्य सुमहानो निमिषार्धाख्यो वा ब्रदति नहि जत्रापि समयः। सेठी लोकमानकु समय मिलेनी सुरभि माने अजस्र कौन क्षीर प्रदान करुछंती क्षीरर नदी अमृतर नदी होছে कल्पवृक्ष अछंती जहाँ मागिले ता आई गरम दिने सेठी गरमर अनुभूति नहीं एसी मलय पवन सदा सर्वदा सब आड़े प्रवाहित होछि खाइया पई बा पिया पई अमृत सब लस्सी भली आठू ताठू आउरी उत्कृष्ट जिनिस कौन अमृत अमृत कल्पवृक्ष कल्प फल ए सब जिनस सेठारे मिलुछि। आउ आलोक कथा कौन न तद्भासयित सूर्य न शशांक न पावक
ଆଲୋକ କଣ ସେଠି ନା ଚିଦାନନ୍ଦ ଜ୍ୟୋତି ଚିଦାନନ୍ଦ ଜ୍ୟୋତି ଦ୍ୱାରା ସେ ଧାମ ଆଲୋକିତ। ସମସ୍ତ ଯେତେ ଅଛନ୍ତି ଅଧିବାସୀ ଅଛନ୍ତି ଆଉ ସ୍ୱୟଂ ଭଗବାନ ବା ସୁରଭି ଏମାନେ ସମସ୍ତଙ୍କ ଦେହରୁ ଏକ ଜ୍ୟୋତି ନିର୍ଗତ ହୁଏ। ଆପଣ ବର୍ତ୍ତମାନ ଚନ୍ଦ୍ରକୁ ଦେଖୁଛନ୍ତି, ବର୍ତ୍ତମାନ ନୁହେଁ ମାନେ ରାତିରେ ଚନ୍ଦ୍ରକୁ ଦେଖୁଛନ୍ତି। ଚନ୍ଦ୍ରଟା କଣ ଦେଖାଯାଉଛି? ବର୍ତ୍ତମାନ ଆଂଶିକ ଆଲୋକ ଦେଖାଯାଉଛି, ଆଉ ଯୋଉ ଭାଗକୁ ଆଲୋକ ପଡୁନି ସେଇଟା ଆମକୁ ଦେଖାଯାଉନି। ତେଣୁ ତେବେ ଇଏ ଚନ୍ଦ୍ରଟା ଆଲୋକ ଦେଖାଗଲା ଏକୁଟିଆ, ତେବେ ତା ପାଖରେ ଆଉ କିଛି ଆଲୋକଟା ଆସିଲା ଭଳିଆ ଜିନିଷ କାହିଁ ଦେଖାଯାଉନି? ସୂର୍ଯ୍ୟାଲୋକରେ ଯଦି ଚନ୍ଦ୍ର ଆଲୋକିତ, ତା ପାଖରେ ତ ଆଉ କିଛି ଦେଖାଯିବା କଥା, ଆଭାସ କିଛି ଦେଖାଯିବା କଥା, କାହିଁ ଦେଖାଯାଉନି? ନା ଆଲୋକ ଯେତେବେଳେ ଆଲୋକର ଗତି ପ୍ରତିହତ ନହେଲା ପର୍ଯ୍ୟନ୍ତ ସେ ଦେଖାଯିବନି। ସେ ଦେଖେଇବ, ତାର କାର୍ଯ୍ୟ ହେଲା ସେ ଅନ୍ୟକୁ ଦେଖେଇବ। ତେଣୁ ଯେତେବେଳେ ଜ୍ୟୋତିର୍ମୟ ପୁରୁଷ ମାନେ ସବୁ ଅଛନ୍ତି ଧାମରେ, ସ୍ୱତଃ ଜ୍ୟୋତି ବାହାରୁଛି, ସିଏ ଅନ୍ୟକୁ ଦର୍ଶନ କରେଇବ। ଆଲୋକର କାମ କଣ ହଉଛି? ଆଲୋକର କାମ କଣ? ଆଲୋକିତ କରେ। ହଁ, ଆଲୋକିତ ଅର୍ଥାତ ଅନ୍ୟ ବସ୍ତୁକୁ ଦର୍ଶନ କରାଏ। ଦର୍ଶନ କଲେ ଆମେ ଜାଣିବା ହଁ ଆଲୋକ ଅଛି। ଯଦି ଦର୍ଶନ ନ କରୁଛି, ଆମ ଆଖିରେ ସେଇଟା ନ ପଡୁଛି, ତାହେଲେ ଆମେ ଦେଖିପାରିବାନି। ଅନ୍ଧାର ଘରରେ ଥାଇକି ଦାଣ୍ଡର ଜିନିଷ ଆମେ ଦେଖିପାରିବା। ଅନ୍ଧାର ଘରେ ଆମେ ଅଛେ, ସୂର୍ଯ୍ୟାଲୋକ ପଡୁନି, କିନ୍ତୁ ଦାଣ୍ଡର ଜିନିଷ ଦେଖିପାରୁଛେ। କେମିତି ଦେଖିପାରୁଛେ? ଲାଇଟ ଆସୁଛି, ଆଲୋକ ଆସୁଛି ବୋଲି ଆଖିକୁ ଆସିଲେ ଆମେ ଦେଖିପାରିବା। ଦାଣ୍ଡରେ ଆଲୋକରେ ଠିଆ ହେଇଛେ, ଘର ଭିତରେ ଅନ୍ଧାରରେ ଅଛି ଜିନିଷଟା, ଆମେ କାହିଁକି ଦେଖିବା? ସେଠି ଅନ୍ଧାର ଆଉ ଦେଖିପାରିବନି, ଆଲୋକ ପ୍ରତିଫଳିତ ହୁଏନି ଆଖିରେ। ନାଇଁ, ନିୟମଟା ହଉଛି, ତାର ନିୟମଟା ହଉଛି ଯେ ସେ ବସ୍ତୁ ପ୍ରତିଫଳିତ ହଉନି କି ଆମ ଆଲୋକରେ ତାର ପ୍ରତିଫଳିତ ରଶ୍ମି ପଡୁନି, ସେଇ ଯୋଗୁଁ ଆମେ ଦେଖିପାରୁନେ। ଯୋଉଠି ଯୋଉ ବସ୍ତୁ ଉପରେ ଆଲୋକର ପ୍ରତିଫଳିତ ହେଇକି ଯାଇକି ଆଖିରେ ପଡିବ, ତାହେଲେ ସେଇ ବସ୍ତୁକୁ ଆମେ ଦେଖିପାରିବା। ତେଣୁ ଏଠି କୁହାଯାଇଛି, ଯଦ୍ୟପି କେବଳ କ୍ରୀଡ଼ା ମାତ୍ର ଧର୍ମ, ତଥାପି ଜୀବେର କୃପାୟ କରେ ଏକ କର୍ମ। ସାଲୋକ ସାମୀପ ସାଥୀ ସାରୂପ୍ୟ ପ୍ରକାର, ଚାରି ମୁକ୍ତି ଧିଆ করে জীবের নিস্তার। ব্রহ্ম সাহায্য মুক্তির তাহা নাহি গতি, বৈকুণ্ঠ বাহিরে তা সবার হয় স্থিতি। ये जीव माने वैकुंठ बाहर सब रहते, किंतु सालोक्य सारूप्य शास्त्री ये माने समस्ते कोठी की ना गोलक वृंदावन को जानती। ये कहुई जे वैकुंठ बाहिरे एक ज्योतिर्मय धाम, वैकुंठ बाहिरे एक ज्योतिर्मय मंडल, कृष्णेर अंगेर प्रभा परम उज्ज्वल। सिद्ध लोक नाम तार प्रकृतिर पार, स्वरूप ताहा नाही चित शक्ति विकार। चित शक्ति स्वरूप नाही चित शक्ति विकार, अर्थात चित शक्तिर विकार अर्थात चित शक्ति रे आउ किछि मिसी जीवो, भौतिक शक्ति मिसी एमितिया जिनिस नाही। समस्ते चिदानंदमय। एभଳି गोल कथा वर्णना है। अनंत ऐश्वर्य कृष्णर वैकुंठादि धाम, तारगड़ खाई कारण अब्धिजार नाम, से ही तो कारण नमे से ही संकर्षण, आपणार एक अंशे करे न शरण।
हरे कृष्ण। एभली हला ये विष्णुपद बा विष्णु लोकर ये सब लक्षण। वैकुंठ पृथ्वी आदि सकल चिन्मय माइक भूतले तथि जन्म नाय है वैकुंठ चिशक्ति विलास एक शुद्ध सत्व नाम शुद्ध सत्वमय जत वैकुंठादि धाम सर्वग अनंत ब्रह्म वैकुंठादि धाम कृष्ण कृष्ण अवतार सकल विश्राम। कृष्ण आउ कृष्णकर अवतार जिते स्वांश अवतार अच्छी समस्तंकर विश्राम स्थल होइछि से वैकुंठ धाम जोठिकी गले आमे आउ प्रत्यावर्तन करने को पड़े नाही। सेठी ये जिनस नाही विष वैषम्य जिनस नाही। वैषम्य जिनस अर्थात गरम शीत सुख दुख ये जो द्वंद्व दुईटा दुईटा जिनस रहुछि सेठी से जिनस सब नाही। भोक शोष एरा सब सेठी नाही। कह हारामाणी माता जी चलो जीवा सेठिकी आज्ञा समस्त जीवा प्रस्तुत हवा उचित बुकिंग करवा। श्री जगत परम पुरुष भगवान श्री कृष्ण धाम जहा कि कृष्ण लोक वृंदावन नाम परिचित से परम धाम संबंध एठारे वर्णना करा जायछि। परब्रह्म सूर्यालोक चंद्रालोक अग्नि किंबा विद्युत आवश्यक नहीं कारण सेठारे थिबा समस्त लोक वैकुंठ लोक स्वयं आलोकित स्वयं प्रभ। से समस्त लोक अर्थात समस्त वैकुंठ लोकर उज्ज्वल दीप्ति को ब्रह्मज्योति कहा जाए जहाँकि परब्रह्म परिव्याप्त वास्तव में ज्योति कृष्णलोक बा गोलोक वृंदावन बाहर गोलोक वृंदावन बाहर की समस्त धाम को चिन्मय धाम को से आलोकित कर मुख्य सोर्स है गोलोक धाम। से उज्जवल ज्योतिर किछि अंश महतत्व अर्थात भौतिक जगत द्वारा आच्छादित। से उज्जवल ज्योतिर किछि अंश महतत्व भौतिक जगत द्वारा आच्छादित। कौन ये आच्छादित यह छड़ा आलोकित परब्रह्म विशाल अंश श्री जगत और वैकुंठ लोक मानक परिपूर्ण सेमानक मध्य प्रधान होती गोलोक वृंदावन। ये जो कहगला भौतिक जगत रे आच्छादित आच्छादित बोले कौन ना से गोटे आभास शक्ति आम पाठ पढ़ीचे जे जसैव जस्य छाएव भुवनानि विभर्ति दुर्गा कार ना महाविष्णुकर छाईरु भौतिक जगत सृष्टि। भौतिक जगत रे बा महत्व रे शयन करिसंति किए से महाविष्णु तांकर छाईरु छाई रे बा आभास छाई बोले कौन कहा जाए ना आभास शक्ति अर्थात परोक्ष सूर्य किरणटा घरे न पड़ी तार गोटे छाई बोले सेटा कौन एक वस्तु से आलोक को डायरेक्ट जो आलोक आसूची ताको अटकई देछि अटकई दबारे तार पश्चात भाग रे तार गोटे रूप सृष्टि होछि ताको कहा जाए कौन ना से वस्तुर छाई गछर छाई इलेक्ट्रिक खंबर छाई मनीषर छाई सब मनीष भलिया गछर छाई गछ भलिया तेबे एभली गोटे छाई सृष्टि होछि। हाँ छाई सृष्टि छाई रे आलोक नहीं से कथा कहि पारे एटा आभास जिनस आसुछि तेणु आभास जिनस आसुछि। जे पर्यंत जीव अंधकारमय भौतिक जगत रे रहिछि से पर्यंत से बद्ध जीवन जापन करुछि किंतु से मिथ्या भौतिक जगत रूप ओल्टा वृक्ष को काटी परब्रह्म रे प्रवेश कला क्षणे मुक्त हो जाए। आलोकटा जो दिगरु आसुची छाईटा तार विपरीत दिग रे सृष्टि हब। आलोकटा जुआडू आसुची छाईटा कुआडे जीव सेई दिगरे ना तार विपरीत दिगरे विपरीत दिगरे जीव विपरीत दिगरे। तेबे ये जो ब्रह्मांड गुड़ाक सृष्टि है नड़िया नड़िया भितर आलोक अच्छी कि आ ब्रह्मांड भीतर को आलोक कुआडू आसला ब्रह्मांड गुड़ा भासुची ब्रह्मांड बाहर आलोक अच्छी ब्रह्मांड भितर आलोक नहीं
ତେବେ ଏ ଆଲୋକ ପ୍ରଦାନ କରିବା ପାଇଁ ଭଗବାନ ମହାବିଷ୍ଣୁ ଗର୍ଭୋଦକ ବିଷ୍ଣୁ ରୂପରେ ଏ ଭିତରକୁ ଆସିଲେ। ତାଙ୍କଠୁ ସବୁ ଆଲୋକ ଶକ୍ତି ସବୁ ନେଇକି ସବୁ ଯୋଉ ଗ୍ରହ ଇତ୍ୟାଦି ଦେବତା ମାନେ ସବୁ ଆଲୋକ ନେଇକି ଆଲୋକ ପ୍ରଦାନ କରୁଛନ୍ତି। ଯଥା ସୂର୍ଯ୍ୟର ଆଲୋକ କୋଉଠୁ ସିଏ ଆଣିଲା ନା ସେ ଯୋଉ ଶକ୍ତିଟା ଯୋଉଟାରେ ଆଲୋକ ସୃଷ୍ଟି ହଉଛି, ଯୋଉଟା ଜଳୁଛି ଅଗ୍ନି, ଗୋଟେ ଅଗ୍ନି ପିଣ୍ଡୁଳା ସୂର୍ଯ୍ୟର ବଳୟଟା, ତେଣୁ ସେ ଅଗ୍ନିଟା ସୃଷ୍ଟି କାଠୁ ପ୍ରାପ୍ତ ହେଲେ ନା ବିଷ୍ଣୁଙ୍କଠୁ ପ୍ରାପ୍ତ ହେଇଛି, ବା ଅନ୍ୟାନ୍ୟ ନକ୍ଷତ୍ର ମାନେ ଗ୍ରହ ନକ୍ଷତ୍ର ଇତ୍ୟାଦି ସବୁ ତାଙ୍କଠୁ ସୃଷ୍ଟି ହେଇଛନ୍ତି। ଆମର ବର୍ଣ୍ଣନା ଅଛି ଯେ ଆମେ ଯୋଉ ଅଧଲୋକ ଅଛି, ପାତାଳ ରସାତଳ ବିତଳ ସୁତଳ ଇତ୍ୟାଦି ଇତ୍ୟାଦି, ସେ ଧାମରେ ସୂର୍ଯ୍ୟଲୋକ ପଡୁନି, ସୂର୍ଯ୍ୟଲୋକ ଯାଇପାରୁନି ସେ ପର୍ଯ୍ୟନ୍ତ। ତେବେ ସେ ଧାମ କେମିତି ଆଲୋକିତ ହେଇଛି? କାର ମନେ ଅଛି କି ସେ ଧାମ ଗୁଡିକ କିଭଳି ଆଲୋକିତ ହେଇଛି? ସୁଲତା ମାତାଜୀ, ମଣି ଦ୍ୱାରା ମଣି ଦ୍ୱାରା। ସେଠି ଯୋଉ ଇଏ ଅଛନ୍ତି, ରାକ୍ଷସ ମାନେ ଅଛନ୍ତି, ସର୍ପ ମାନେ ଅଛନ୍ତି, ସେମାନଙ୍କୁ ଗୋଟେ ଗୋଟେ ମଣି ଭଗବାନ ଦେଇଛନ୍ତି, ବା ମଣି ସେମାନେ ପ୍ରାପ୍ତ ହେଇଛନ୍ତି। ସେ ମଣି ଦ୍ୱାରା ସବୁ ଆଲୋକ ହଉଛି। ରାତିରେ ବିଶେଷ ଭାବେ ହରିଦାସ ଠାକୁର ଯେତେବେଳେ ଥିଲେ ସେ ଗଙ୍ଗା କୂଳରେ ଗୁମ୍ଫାରେ ଲୁଚି କରି ଭଜନ କରୁଥିଲେ, ସେ ସମୟରେ ସେ ଗୁମ୍ଫା ଭିତରେ ଗୋଟେ ବିରାଟ ସର୍ପ ଥିଲା। ଭକ୍ତମାନେ ଯେତେବେଳେ ହରିଦାସ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିଲେ, ସେତେବେଳେ ସେମାନଙ୍କ ହରିଦାସ ଠାକୁରଙ୍କର କିଛି ହେଉନଥିଲା, କିନ୍ତୁ ତାଙ୍କର ସବୁ ଦେହ ଗୁଡାକ କୁଣ୍ଡେଇ ହେଲା। କାହିଁ କୁଣ୍ଡେଇ ହଉଛି? ଗୁମ୍ଫା ଭିତରକୁ ଆସିଲେ ଜଣା ପଡିଲା ଯେ ଏକ ବିଷଧର ସର୍ପ ଅଛି, ତାର ବିଷ ଜଳାରେ ଦେହ ଗୁଡାକ ସେଇଭଳି କୁଣ୍ଡେଇ ହଉଛି। ତେଣୁ ସେମାନେ କହିଲେ ଯେ ଠାକୁର, ଇଏ ଦେହ ଗୁଡାକ କୁଣ୍ଡେଇ ହଉଛି, ଏ ଭିତରେ ଗୋଟେ ବିରାଟ ସର୍ପ ଅଛି, ଆଉ ତେଣୁ ଆମେମାନେ ଭୟ କରୁଛୁ ଆସିବା ପାଇଁ। ତେଣୁ ହରିଦାସ ଠାକୁର ସେଠି ସେ ସର୍ପ କହିଛନ୍ତି, ସର୍ପ, ଭକ୍ତମାନେ ଏଠିକି ଆସି ଇଷ୍ଟଗୋଷ୍ଠୀ କରିବାକୁ ଭୟ କରୁଛନ୍ତି, ତେଣୁ ତୁମେ ଏ ସ୍ଥାନ ପରିତ୍ୟାଗ କର। ତେଣୁ ସେ ସ୍ଥାନ ସେ ପରିତ୍ୟାଗ କରିଥିଲା। ସାଙ୍ଗେ ସମସ୍ତ ଭକ୍ତଙ୍କ ସମ୍ମୁଖରେ ସେ ଧୀରେ 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 ସେ ଗୁମ୍ଫା ଭିତରୁ ବାହାରି ସେ ଗଙ୍ଗା କୂଳେ 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 ଭକ୍ତମାନେ ଦେଖୁଛନ୍ତି, ତାଙ୍କ ଆଖି ପାଆନ୍ତା ପର୍ଯ୍ୟନ୍ତ ସେ କୂଳେ 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 ପଡ଼ିଲା। ଏବଂ ସେମାନେ ଦେଖିଲେ ଯେ ଏ ସର୍ପର ମସ୍ତକରେ ଗୋଟେ ବିରାଟ ମଣି ଥିଲା। କାଳିୟ ନାଗ କଥା ତ ବର୍ଣ୍ଣନା କରାଯାଇଛି। କାଳିୟ ନାଗରେ ଭଗବାନ କଣ କଲେ ନା, ଯେତେବେଳେ ତାର ଫଣା ଗୁଡାକ ମର୍ଦନ କରିଛନ୍ତି, ସେତେବେଳେ ତାଙ୍କର ସେ ଫଣାରେ ଥିବା ସେ ଦିବ୍ୟମଣି ଗୁଡାକ ତାଙ୍କ ପାଦରେ ସବୁ ଲାଗିକି ବହୁତ ଉଜ୍ଜଳ ଦେଖାଗଲା। ତେଣୁ ଏଠି ସେ ଜିନିଷ ଯେ ମଣି ଏକ ଶକ୍ତି, ଯୋଉ ଗୋଟେ ଏକ ରତ୍ନ, ସେ ରତ୍ନ ଦ୍ୱାରା ସବୁ ଧାମ ଆଲୋକିତ ହଉଛି। ତେଣୁ ଏ ଅନ୍ଧକାରମୟ ଯୋଉ ବ୍ରହ୍ମାଣ୍ଡ ଭିତର ଏଭଳି ବିଷ୍ଣୁ ଶକ୍ତି ଦ୍ୱାରା ସବୁ ଆଲୋକିତ ହୋଇଛି। ତାପରେ ପୁଣି ଆଉ ଗୋଟେ ଆସିଲା, ଆଉ ଗୋଟେ କଣ, ଇଏ ବ୍ରହ୍ମାଣ୍ଡ ଭିତରଟା ଅନ୍ଧକାର, ଇଏ ପଦ୍ମନାଡ ଭିତରଟା ଅନ୍ଧକାର। ପଦ୍ମନାଡରେ 14 ଭୁବନ ସୃଷ୍ଟି ଅଛି ନା, 14 ଭୁବନଟା କୋଉଠି ଅଛି? ପଦ୍ମନାଡ ଭିତରେ। ଯୋଉ ପଦ୍ମ ବିଷ୍ଣୁଙ୍କର ନାଭିରୁ ସୃଷ୍ଟି ହେଇଛି, ସେ ନାଡ ଭିତରଟା ମଧ୍ୟ ଅନ୍ଧକାର। କିନ୍ତୁ ଏଇ ନାଡ ଭିତରେ ଏଇ ଅଧିଦୈବ ମାନେ ଯଥା ସୂର୍ଯ୍ୟ ଚନ୍ଦ୍ର, ଯାହା କଥା ବର୍ଣ୍ଣନା କରାଯାଇଛି, ସୂର୍ଯ୍ୟ ଶଶାଙ୍କ ପାବକ, ପାବକ ଅର୍ଥାତ ଅଗ୍ନି, ଏ ସମସ୍ତେ ଗୋଟେ ଗୋଟେ ଦେବତା ଏଇ ଧାମ ଗୁଡାକୁ ଆଲୋକିତ କରୁଛନ୍ତି, ତେଜ ପ୍ରଦାନ କରୁଛନ୍ତି, ଇତ୍ୟାଦି ଇତ୍ୟାଦି। ଚିତ୍ ଜଗତ ସମ୍ବନ୍ଧୀୟ ବାର୍ତ୍ତା ପାଇଲେ ସମସ୍ତେ ସେଥିପ୍ରତି ଆକୃଷ୍ଟ ହେବେ। ବ୍ୟକ୍ତି ଶାଶ୍ୱତ ଜଗତକୁ କିପରି ଯିବ, ସେଥିପାଇଁ ତାର ଅଦମ୍ୟ ଆକାଂକ୍ଷା ଜାତ ହେବା ଉଚିତ। ବାସ୍ତବରେ ସେ ମିଥ୍ୟା ପ୍ରତିବିମ୍ବରୁ ନିଜକୁ ଉଦ୍ଧାର କରିପାରିବ। ତେଣୁ ସେଠି ଗଲେ ଆଉ ଘର କଥା ମନେ ପଡିବ କି ନାହିଁ? ସୁଲତା ମାତାଜୀ, ସେଠି ଗଲେ ଘର କଥା ମନେ ପଡିବ ନା ନାହିଁ? ଆଉ କହିଲ। କହିହବନି ପ୍ରଭୁଜୀ, ସେତେବେଳେ କଣ ଘରେ ଯଦି କଣ ଅସୁବିଧା ଥିବ ମନେ ପଡିବ। ହଁ, ଘର କଥା ମନେ ପଡିଲେ ତ ଯାଇପାରିବନି ସେଠିକି ନା।
घर कथा मन पड़ो जदि घर कथा जदि मन पड़ो एठिक जाई परिबनी तेणु एठी कहा जायछि ची विधिवृत कामा जगत मरिला ପରେ ଯାଇପାରିବ। कहा जायछि हेले जाई कि जीवो सेठिकी ची जगतକୁ ଯିଏ ଯିବ ସେ ମରିଲା ପରେ ଯିବ ନା। से मरिला परे जीव कि जीला परे जीव से कथा छाड़ी दियंतु वर्तमान कहा जाउछि जे ती जगत को आमे जिबा घर कथा मन पकेबाकू पड़िबनी घर कथा मन पड़ले आमे जाई परिबनी ନାଇଁ ମନ ତ ପଡିବନି ମରିଗଲା ପରେ କେମିତି ମନ ପଡିବ। मन मरिया कथा छाड़ तमे तो विष्णु कृपा करेंगे ध्रुव को कृपा कले ध्रुव रथ आसला बन बसिकी गले स्वदेह आपण को नहीं विष्णु दूत मान गले घर कथा मन पकेबे अरे मो नाती कांदुथिबो सी जदि मो पाखे था मत भल लगुता एमती भाविले हम कि मन पड़ो ना नहीं मन पड़ोनी तो हाँ मन जब न पड़े ठीक अच्छे मन पड़े आठ आसबार आ बाट ना आपन से नहीं गले आसबार बाट ना सेठू केही नुहे काहारी जीव जीव बाहारी। मु जीव कथा कह जीव सहित शरीरटा जीव हाँ ध्रुव शरीर रे जाइथिले हाँ सेठी गले आमे सब भूली जावा काहे सब चिन्मय जिनस सब चिन्मय जिनस सेठी कौन सी भौतिक जिनस किछि नाही हमर मन पड़िया पाई हाँ आम मन आनंदित होइक रहइबो हाँ तेणु एठी कहा जायछि जे से संबंधी वार्ता पाइले प्रति समस्त आकृष्ट होबे व्यक्ति शाश्वत जगत किपरि जीव सेति पाई तार अदम्य आकांक्षा जात हेबा उचित पैसा पत्र संग्रह करिवो आ नले जीव केंती पैसा पत्र संग्रह करिवो सेठिक जीवाकू जेतिक फीस लागुथिबो सब बांधिया पड़िवो तेबे जेउ लोक कठिन भौतिक जगत प्रति विशेष आसक्ति ता पक्षरे आसक्ति को काटिबा बड़ कठिन किंतु जदि से कृष्ण भावना विधि ग्रहण करे ताहले क्रमे से अनासक्त हेबार सुजोग लाभ करिवो हाँ जो भक्त माने कृष्ण चेतनशील सेमानक संग लाभ करिया पड़िवो तेणु भक्तंक संग करी असत्संग त्याग कले से जगत को जीवाकू तुम कौन फिटनेस सर्टिफिकेट मिलिबो माताजी सेठिक जीवाकू जो फिटनेस सर्टिफिकेट तेणु असत्संग त्याग करिवो भक्तंक संग करिवो कृष्ण चेतनशील हेले से जगत को जीव हाँ जो माने संपूर्ण रूपे कृष्ण को चरणार बिंदरे आत्मसमर्पण करिछंती व्यक्ति सेमानक गोष्ठी लाभ करिया उचित सेमानक गोष्ठी को खोजी बाहर करिया उचित एवं ताकू सेमानक ठारू शिक्षा करने को हेबो जे जीवन भक्ति योग को अभ्यास करने को हेबो एई प्रकार से भौतिक जगत प्रति थिबा तार आसक्ति को काटी देई पारिबो भक्त संग कले भौतिक जगतर आसक्ति आपे आपे कटि जाए भक्त संग जेते वृद्धि हब असंग सेते क्षय हे चलिबो केवल रंगीन कपड़ा पिंधिले व्यक्ति भौतिक जगतर आसक्ति मुक्त हो जाए ताहा नुहे ये कह बोले रंगीन कपड़ा बोले कौटा ये गेरुआ वस्त्र पिंधिले जे भौतिक आसक्ति मुक्त हो जाए ताहा नुहे से भगवान कर सेवारत हेबा उचित भक्ति योग प्रति आसक्त हेबा उचित तेणु व्यक्ति यह अति निष्ठार सहित ग्रहण करवा उचित गीतार 12 अध्याय भक्ति योग संबंध रे जहा कह जायछि ताहा से वास्तव वृक्षर मिथ्या प्रतिच्छबुर मुक्त हेबार एकमात्र उपाय अटे यह व्यक्ति को जानिबा को हेबो छाई भितर आमे जो साउंडुचे भल मंद ए छाई रे से जिनस नाही केवल भक्ति योग ही विशुद्ध और दिव्य अटे ये कथा एठार कह केवल भक्ति योग ही विशुद्ध और दिव्य अटे ये कथा एठार कह भक्ति योग धन भक्ति योगे कर सर्वे श्रवण क्रंदन श्रवण करिवे क्रंदन करिवे ताहाले फिटनेस सर्टिफिकेट मिलबो एठार व्यवहृत परमम पमाम अर्था शब्द अर्थपूर्ण वास्तव में सबू ही भगवान कर संपत्ति किंतु चित जगत रे परम अर्थात षडे सूर्य रे पूर्ण चित जगत षडे सूर्य रे पूर्ण
ଉପନିଷଦ ମାନଙ୍କରେ ମଧ୍ୟ କୁହାଯାଇଛି ଯେ ଚିତ୍ ଜଗତର ସୂର୍ଯ୍ୟାଲୋକ କିମ୍ବା ଚନ୍ଦ୍ରଲୋକର ଆବଶ୍ୟକତା ନାହିଁ, କାରଣ ସମଗ୍ର ପରବ୍ରହ୍ମ ପରମେଶ୍ୱରଙ୍କର ଅନ୍ତରଙ୍ଗା ଶକ୍ତିରେ ଉଦ୍ଭାସିତ ଓ ଆଲୋକିତ। ସେ ପରମଧାମ କେବଳ ଶରଣାଗତି ବଳରେ ହିଁ ପ୍ରାପ୍ତ ହୋଇପାରିବ। ସେ ପରମଧାମ କେବଳ ଶରଣାଗତି ବଳରେ ହିଁ ପ୍ରାପ୍ତ ହୋଇପାରିବ, ଅନ୍ୟ କୌଣସି ଉପାୟରେ ନାହିଁ। ଏଠି କୁହାଗଲା ଆଉ ବାଟଟା ବତେଇ ଦିଆଗଲା କେମିତି ଚିତ୍ ଜଗତକୁ ଯିବ, ଗୋଲକ ବୃନ୍ଦାବନ ଯିବ। ଯିବାକୁ ଇଚ୍ଛା କାର କାର ଅଛି? ମାତାଜୀ ଯିବେ ତ? ମନ ହଉଛି ନା ନାଇଁ? କଣ କିଛି ଉତ୍ତର ଦଉନାହାନ୍ତି କଣ? ଆଜ୍ଞା ପ୍ରଭୁଜୀ, ଆଜ୍ଞା। ବହୁତ ଇଚ୍ଛା ଅଛି। ଆଜ୍ଞା ପ୍ରଭୁଜୀ, ଦଣ୍ଡବତ ପ୍ରଣାମ। ମନ ତ ବହୁତ ଅଛି, କିନ୍ତୁ ସେତିକି ପ୍ରକାର ସାଧନା ନାହିଁ କି ଯୋଗ୍ୟତା ନାହିଁ। ମନ ବହୁତ ହଉଛି, ମନ ଦଉନି। ମନ ହେଲେ ତ ଆମେ ଧନ ଆସିବ, ଖାଇବା ଆସିବ। ଖାଇବାକୁ ମନ ହେଲା, ଖାଇବା ଜିନିଷ ଆସିବ, ମଗେଇବା, ପ୍ରସାଦ ସେଣ୍ଟରରୁ ମଗେଇବା। ମନ ହେଲେ ଏଇ ଜିନିଷ କୁଲର ଏଟା ଆଣିବା, ତାହେଲେ ମନ ହବ, ହେଲେ ଯାଇକି ଆଣିବା। ଆର ବର୍ଷ ଗରମ ହେଲା, ମୁଁ ଗୋଟେ ଏସି ଦୋକାନକୁ ଯାଇଥିଲି ଗୋଟେ ଏସି ଆଣିବାକୁ। ତାକୁ କହିଥିଲି, ତା ପରଦିନ ଏମିତି ବର୍ଷା ହେଲା ଯେ ପରିବେଶ ପୁରା ବଦଳିଗଲା, ଆଉ ଏସି ଆଣିବା ନିଶାଟା ଉତୁରି। ବର୍ତ୍ତମାନ ଏବେ ଏ ବର୍ଷ ଯାହା ହଉଛି, ମାନେ କ୍ଲାସ କରିବାକୁ କଷ୍ଟ ଲାଗୁଛି। ସକାଳୁ ସକାଳୁ ବି ଗରମ ହେଇଯାଉଛି। ଗତ ବର୍ଷ ମୁଁ ଯଦି ଆଣିଥାନ୍ତି ଭଲ ହେଇଥାନ୍ତା ବୋଲି ଭାବୁଛି ଏବେ। ତେଣୁ ଏଇଭଳିଆ କଥା। ତେବେ ବୃତ୍ରାସୁର ଦେବତା ମାନଙ୍କ ମଧ୍ୟରେ ଯୁଦ୍ଧ ହେଇଛି। ଦେବତା ମାନଙ୍କର ତାଙ୍କର ସବୁ ପ୍ରକାର ସବୁ ସିଷ୍ଟମ ଆରେଞ୍ଜମେଣ୍ଟ କରିକି ଯୁଦ୍ଧ କରୁଛନ୍ତି। ତାଙ୍କର ଆମ୍ବୁଲାନ୍ସ, ତାଙ୍କର ମେଡିକାଲ ଟିମ୍, ଇଏ ସମସ୍ତେ ଯାଇଛନ୍ତି। ଆଉ ସବୁ କ୍ଷେପଣାସ୍ତ୍ର ଗୁଡାକ କିଏ ଦେଇଛନ୍ତି ନା ଭଗବାନ ତ ଦେଇଛନ୍ତି। ଇଏ ଗୋଟେ ମିସାଇଲ ନେଇଛନ୍ତି, କିଏ? ସେ ଇନ୍ଦ୍ରଟା କୁଆଡେ ଯାଇଥିଲା କି? ଥିଲା। ସେ ଗୋଟେ ନୂଆ ମିସାଇଲ କହିଲେ ତମ ମିସାଇଲ ଟା କାମ କରିବନି, ଆଉ ଗୋଟେ ନୂଆ ମିସାଇଲ ଦଧିଚି ମୁନିଙ୍କର ହାଡରେ ତିଆରି ହେଲା। ଇଏ କିଏ? ବିଶ୍ୱକର୍ମା କଲେ। ତେଣୁ ଇଏ ସବୁ ନେଇକି ସବୁ ଯୁଦ୍ଧ ହଉଛି। ବୃତ୍ରାସୁର ଦେଖୁଛି ଯେ କଣ ଦେବତା ମାନଙ୍କ ଉପରେ ଯେତେ ଯୁଦ୍ଧ ହେଲେ ମଧ୍ୟ ଦେବତା ମାନେ କିଛି ତାଙ୍କର କିଛି ହଉନି କଣ? କାରଣ ଆମ୍ବୁଲାନ୍ସ, ମେଡିକାଲ ଟିମ୍ ସବୁ ଆଶୁ ଚିକିତ୍ସା ସବୁ ପ୍ରକାର ସିଷ୍ଟମ ରେଡି ହେଇଛି। ତେଣୁ ନିଚ ବ୍ୟକ୍ତି ଯେପରି ମହତ ବ୍ୟକ୍ତି ପ୍ରତି କ୍ରୋଧ ଉଦ୍ଦୀପକ କୌଣସି କଠୋର ବାକ୍ୟ ପ୍ରୟୋଗ କଲେ ତାହା ମହତ ବ୍ୟକ୍ତିକୁ ବିଚଳିତ କରି ନାହିଁ, ସେହିପରି ଶ୍ରୀକୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ଦେବତା ମାନଙ୍କ ବିରୁଦ୍ଧରେ ଅସୁର ମାନଙ୍କର ସମସ୍ତ ପ୍ରୟାସ ନିଷ୍ଫଳ ହେଇଗଲା। ଆମେ ଗୋଟେ ସାଧୁ ଲୋକକୁ କହିବା ଚୋର ଇତ୍ୟାଦି ଇତ୍ୟାଦି କହିବ, ସେ ବା ମୂର୍ଖ। ଗୁଡେ କହିବେ ସବୁ ମୂର୍ଖ, ତମେ ମାନେ କିଛି ଜାଣୁନ, କାମଦାମ କିଛି କରୁନ, ଖାଲି ଅଳସୁଆ ହେଇକି ଖାଲି ହରିନାମ କରୁଛ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆମେ କରୁଛୁ, କମଉଛୁ, ଏସବୁ କରୁଛୁ, ଆଉ ତମେ ଖାଲି ମାଗୁଛ। ଏସବୁ ଜିନିଷ, ଏସବୁ ଯଦି କିଛି କଠୋର ଉକ୍ତି ପ୍ରୟୋଗରେ ସାଧୁ ମାନେ ବିଚଳିତ ହୁଅନ୍ତି ନାହିଁ। କାରଣ ବାସ୍ତବିକ ସେମାନେ ନିଜ ସ୍ୱରୂପ କଥା ଜାଣନ୍ତିନି, ଜଗତ ସ୍ୱରୂପ କଥା ଜାଣନ୍ତିନି। ସାଧୁମାନେ କୃପା କରିକି ତାଙ୍କଠୁ କିଛି ତାଙ୍କର ପାରିଶ୍ରମିକ, ଯୋଉଟା କି ତାଙ୍କର ରକ୍ତରୁ ସୃଷ୍ଟି ହେଇଛି, ଯୋଉ ରକ୍ତ ଦେଇକି ଯୋଉ ପରିଶ୍ରମ କରି ପାରିଶ୍ରମିକ ପାଇଛନ୍ତି, ତାହାକୁ ଆଣନ୍ତି। ଆଣିବା ଦ୍ୱାରା କୃଷ୍ଣ ସେବାରେ ଲଗେଇଲେ ସେମାନେ ଉଦ୍ଧାର ପାଇବେ। ଏଇଟା ହଉଛି ଏମାନଙ୍କର ଉଦ୍ଦେଶ୍ୟ। କିନ୍ତୁ ସେମାନେ ସେଇଟା ନ ଜାଣିକି କହନ୍ତି ତମର କିଛି କାମ ନାହିଁ, ତମେ ଆସିକି ଆମକୁ ମାଗୁଛ, ଇତ୍ୟାଦି ଇତ୍ୟାଦି ହେଲା। ତେବେ ଏଇଠି ଅସୁର ମାନେ କଣ କରୁଛନ୍ତି ନା, ଇଏ ଜାଣି ପାରୁନାହାନ୍ତି ଦେବତା ମାନେ ଯୋଉ ଆରେଞ୍ଜମେଣ୍ଟ କରିଛନ୍ତି କାହା ଦ୍ୱାରା ହେଇଛି। ତେଣୁ ଏଠି କୁହାଗଲା ଯେ ଯେଭଳି ଏମାନେ ଅସୁର ମାନେ ଦେବତା ମାନଙ୍କୁ ତିରସ୍କାର କରିଛନ୍ତି, ଗାଳିଛନ୍ତି, ଶସ୍ତ୍ର ପ୍ରୟୋଗ କରିଛନ୍ତି, ସେଥିରେ ତାଙ୍କର କିଛି କ୍ଷୟ ହେଉନାହିଁ। ତେଣୁ ଏଠି ଗୋଟେ କଥା କୁହାଯାଇଛି ଯେ ସର୍ବେ ପ୍ରୟାସ ଅଭବନ୍ନ ବିମୋଘାଃ କୃତା ଦେବ ଗଣେଶୁ ଦତ୍ତୈଃ କୃଷ୍ଣାନୁକୂଳେଷୁ ଯଥା ମହତତଶ୍ଚୁ କ୍ଷୁଦ୍ରୈ ପ୍ରଯୁକ୍ତା ଉଶତି ରୁକ୍ଷ ବାଚଃ।
ପ୍ରପାତ ଭାବାର୍ଥରେ କହିଛନ୍ତି ଯେ ଶାଗୁଣା ଯଦି କହିବ ଅଭିଶାପ ଦେବ ଯେ ଗୋରୁ ତୁ ମରିଯା, ତାହେଲେ ଗୋରୁ କଣ ମରିବ କି? କାରଣ ସିଏ ଗୋରୁର ମଢ଼ଟାକୁ ଖାଇବାକୁ ଭଲ ପାଏ, ପଚା ଜିନିଷ ଗୁଡାକ ଖାଇବାକୁ, ପଚା ମାଂସ, ପଚା ହାଡ଼ ଏସବୁ ଖାଇବାକୁ ଭଲ ପାଏ। କାହାକୁ କିଏ ଭଲ ପାଏ? ଶାଗୁଣା। ଶାଗୁଣା। ଚିଲ ତ ଝାମ୍ପିକି ନବ, ହେଲେ ଜିଅନ୍ତା ଜିନିଷ ଖାଇବ। ଶାଗୁଣା ଜିଅନ୍ତା ଜିନିଷ କାହାକୁ ନିଏନି, ସେ ସବୁ ମଢ଼ ଖାଇବ। ମଢ଼ ଖାଇବ। ତେଣୁ ଏଠି କୁହାଯାଇଛି, ପ୍ରପାତ କହିଛନ୍ତି ଯେ ପ୍ରବାଦ ଅଛି, ଯଦି ଗୁଦ୍ଧର ଶାଗୁଣା ସାପରେ ଗୋରୁ ମରେ ନାହିଁ, ସେହିପରି କୃଷ୍ଣ ଭକ୍ତମାନଙ୍କ ବିରୁଦ୍ଧରେ ଆଶରିକ ବ୍ୟକ୍ତିମାନେ ଅଭିଯୋଗ ତାଙ୍କର ଅଭିଯୋଗ କେତେବେଳେ ହେଲେ କାର୍ଯ୍ୟକାରୀ ହୁଏ ନାହିଁ। ଦେବତାମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ, ସେଇଥିପାଇଁ ସେମାନଙ୍କ ପ୍ରତି ଆସୁରମାନଙ୍କର ଅଭିଶାପ ନିଷ୍ଫଳ ହେଇଗଲା। ତାପରେ ଭଗବତ ବିମୁଖ ଅସୁରଗଣ ଯେତେବେଳେ ଦେଖିଲେ ଯେ ସେମାନଙ୍କର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଛି, ସେତେବେଳେ ସେମାନଙ୍କର ଯୁଦ୍ଧ କରିବାର ଗର୍ବ ହେଇଗଲା। ଯୁଦ୍ଧରେ ଆରମ୍ଭରେ ସେମାନଙ୍କର ସେନାପତିକୁ ପରିତ୍ୟାଗ କରି ସେମାନେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବାକୁ ମନସ୍ଥ କଲେ, କାରଣ ସେମାନଙ୍କ ଶତ୍ରୁମାନେ ସେମାନଙ୍କର ସମସ୍ତ ବଳ ଅପହରଣ କରି ନେଇଥିଲେ। ଯେତେ ମିସାଇଲ ଫୋପାଡ଼ିଲେ ମଧ୍ୟ ଇଏ ସବୁ ଅଧା ବାଟରେ ଆଙ୍କ ମିସାଇଲ ମାଡ଼ କରିକି ସେଗୁଡାକ ସବୁ ନଷ୍ଟ କରିଦେଉଛନ୍ତି। ଯେତେ ମିସାଇଲ ସେ ମାରୁଛନ୍ତି ସେପଟୁ, ଇଏ ଏପଟୁ ଦେବତାମାନେ ତାଙ୍କ ମିସାଇଲ ଦ୍ୱାରା ସବୁ କ'ଣ କରୁଛନ୍ତି? ନଷ୍ଟ କରିଦେଉଛନ୍ତି। ତେଣୁ ସେମାନେ ନିଷ୍ଫଳ ହେଇକି କ'ଣ କଲେ? ବର୍ତ୍ତମାନ କହିଲେ ନାଇଁ, ଆମେ ଯୁଦ୍ଧ କ୍ଷେତ୍ର ଛାଡ଼ିକି ପଳେଇବା। ତେଣୁ ନିଜ ସେନା ଭଗ୍ନ ହେବାର ଦେଖି, ଏପରିକି ଯେଉଁମାନେ ବୀର ବୋଲି ପ୍ରସିଦ୍ଧ, ଏଇ ଯେଉଁ ସମ୍ବର ଇତ୍ୟାଦି, ନିର୍ବାତ କବଚ ଏସବୁ ସବୁ ଥିଲେ, ସେମାନେ କ'ଣ କଲେ ନା ସେମାନେ ହେଉଛନ୍ତି ସିଦ୍ଧ ବୀର। ନମୁଚି ସମ୍ବର ଆର୍କ ମୁଧା ଋଷଭ ଅସୁର ହୟଗ୍ରୀବ ଶଙ୍କୁଶିରା ବିପ୍ରଜିତ ଗୋମୁଖା ପୁଲମା ବୃଷପର୍ବା ପ୍ରହେତି ହେତି ମାଳି ସୁମାଳି ପ୍ରମୁଖା କାର୍ତ୍ତସ୍ୱର ପରିଚ୍ଛଦା, ଏସବୁ ଯେତେ ସବୁ ବଡ଼ ବଡ଼ ସବୁ ଅସୁର ବୀର ସବୁ ଥିଲେ, ଲେଫ୍ଟନାଣ୍ଟ କର୍ଣ୍ଣେଲ, ସୁବେଦାର ଇତ୍ୟାଦି ଭଳିଆ, ସେମାନେ ସବୁ ସେମାନଙ୍କର ପ୍ରୟାସ ସବୁ ବ୍ୟର୍ଥ ହେଇଗଲା। ତେଣୁ ସେମାନେ ସମସ୍ତ ଅନ୍ୟମାନେ ବି ଭୟରେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରୁଛନ୍ତି ଦେଖି ଉଦାରଚିତ ମହାବୀର ବୃତ୍ରାସୁର ସ୍ଫୀତ ହାସ୍ୟ କରି ଏ କଥା କହୁଛନ୍ତି। କ'ଣ କହୁଛନ୍ତି? ସ୍ଥାନ କାଳ ଓ ପରିସ୍ଥିତି ଅନୁସାରେ ପୁରୁଷ ପ୍ରବୀର ବୃତ୍ରାସୁର ମନସ୍ୱୀମାନଙ୍କର ମନୋଜ୍ଞ ଏଇ କଥା ଗୁଡ଼ିକ କହିଥିଲେ। ସେ ଅସୁର ବୀରମାନଙ୍କୁ ସମ୍ବୋଧନ କରି କହିଥିଲେ, ହେ ବିପ୍ରଚିତ, ହେ ନମୁଚି, ହେ ପୁଲମା, ହେ ମୟ, ଅନରବା, ସମ୍ବର, ତୁମ୍ଭେମାନେ ମୋ କଥା ଶ୍ରବଣ କର, ପଳାୟନ କର ନାହିଁ। ବୃତ୍ରାସୁର କହୁଛନ୍ତି, କେତେ ଶ୍ଲୋକ ପର୍ଯ୍ୟନ୍ତ ପାଠ କରିଥିଲେ? 29 ପର୍ଯ୍ୟନ୍ତ ଯାଇଛୁ, 30 ପାଠ ହେଇନି। ପାଠ ହେଇନି। ତେବେ ବର୍ତ୍ତମାନ ଦେବତାମାନଙ୍କ ଦ୍ୱାରା ଏମାନେ ଛିନ୍ନ ବିଚ୍ଛିନ୍ନ ହେଇଯାଇଛନ୍ତି ଅସୁର ବଳ। ଆଗକୁ କ'ଣ ହବ ତାହେଲେ ଦେଖିବା, ଆଉ କ'ଣ ବୃତ୍ରାସୁର ସେମାନଙ୍କୁ କହୁଛନ୍ତି। ଆଉ हरे कृष्ण। जय श्री प्रभुपाद की उपस्थित गौर भक्त वृंद की जय निताय गौर प्रेमानंदे। हरि हरि बोल। से देवता मानकर युद्ध लगी, किंतु आमे माने जीवा पाई प्रस्तुत हवा कुआडे कुआडे जीवा। हरे कृष्ण, दंडवत प्रणाम। प्रभु जी एपटे पुणी